ভুল ଯିଏ ବି କରୁ ଦୋଷୀ ଦଣ୍ଡ ପାଇବା ଦରକାର ରହିଛି। ଯଦି କୌଣସି ଓଏସ୍ ଅଧିକାରୀ ଭିଜିଲାନ୍ସ ଜାଲରେ କିମ୍ବା କୌଣସି ଯଦି ଖରାପ କାମରେ ଲିପ୍ତ ଥାଇ ଧରା ପଡୁଛନ୍ତି ତାହେଲେ ତାଙ୍କ ପାଇଁ କଣ ତାଙ୍କ ସଭାପତି ତାଙ୍କ ସଂଘର ସଭାପତି କିମ୍ବା ସାଧାରଣ ସମ୍ପାଦକ ଜେଲ ଯିବେ କି? ଗୋଟେ କଥା ଆପଣ ଦେଖିଥିବେ ଏଇ ଯୋଉ ରାଜନୀତିର ପଶାପାଲି ଭିତରେ ଜଗା ପ୍ରଧାନ ଭଳି ଜଣେ ବରିଷ୍ଠ ନେତା ବଳି ପଡି ଯାଇନାହାନ୍ତି। ଦେଖନ୍ତୁ ରାଜନୀତି ମୁଁ ଆପଣଙ୍କୁ ମୂଳରୁ କହିସାରିଛି ଆମେ ଟିକେ ରାଜନୀତି ଭିତରକୁ ପଶୁନାହୁଁ। ଏଥିପାଇଁ ଆମର ସଂଗଠନ ଅଛି ଗୋଟେ ଅଣରାଜନୈତିକ ସଂଗଠନ। କିନ୍ତୁ ବର୍ତ୍ତମାନର ଚର୍ଚ୍ଚିତ ଗୋଟେ ଘଟଣା ହେଲା ଭୁବନେଶ୍ୱର ସହରରେ ବିଗତ ଦିନର ଜଣେ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଗୋଟିଏ ଏଡିସିନାଲ ବିଏମସି ର ଏଡିସିନାଲ କମିଶନରଙ୍କ ମାଡ଼ ଘଟଣାରେ ତାଙ୍କୁ ଗିରଫ କରାଯାଇଛି। ତାଙ୍କ ସହଯୋଗୀ କିଛିଙ୍କୁ ଗିରଫ କରାଯାଇଛି। ଏଇ ଘଟଣାରେ ମୁଁ ନିନ୍ଦା କରିବି ଓଏସ୍ ସଂଘ ଉପରେ, କାହିଁକି ନା ଭୁଲ ଯିଏ ବି କରୁ ଦୋଷୀ ଦଣ୍ଡ ପାଇବା ଦରକାର ରହିଛି। ଆପଣଙ୍କ ପାଖରେ ସିସିଟିଭି ଫୁଟେଜ ରହିଛି, ପ୍ରମାଣ ରହିଛି। ଯୋଉମାନେ ଏଡିସିନାଲ କମିଶନରଙ୍କୁ ବାଡ଼େଇଥିଲେ, ଅଫିସ ଭିତରେ ପଶି ବାଡ଼େଇଥିଲେ, ସେମାନଙ୍କୁ ପୋଲିସ ତୁରନ୍ତ ଗିରଫ କଲା। କିନ୍ତୁ କିଛି ଚକ୍ରାନ୍ତକାରୀଙ୍କ କିଛି କୁଚକ୍ରୀଙ୍କ କଥାରେ ପଡି ଓଏସ୍ ମହାସଂଘ ଧାରଣାରେ ବସିଲେ, ଷ୍ଟ୍ରାଇକରେ ବସିଲେ, କାର୍ଯ୍ୟରୁ ନିବୃତ୍ତ ରହିଲେ। ମୁଖ୍ୟମନ୍ତ୍ରୀ ନିଜେ କଥା ହେଲା ପରେ ସେମାନେ ଷ୍ଟ୍ରାଇକରୁ ଓହରି ପୁଣି ସମୂହ ଛୁଟିରେ ଗଲେ। ଏହା ଗୋଟେ ନିନ୍ଦନୀୟ ଘଟଣା। ଏଥିପାଇଁ କହୁଛି ସେଇ ସମୟରେ ଓଡ଼ିଶାରେ ରଥଯାତ୍ରା ପରେ ବିଶ୍ୱ ପ୍ରସିଦ୍ଧ ଗୋଟେ ଯାତ୍ରା ଚାଲିଥିଲା ଏବଂ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ଥିଲା, ଯାହାକୁ ପରିଚାଳନା ଓଏସ୍ ଅଫିସର ଗୁଡାକ କରନ୍ତି। ସେମାନେ ତାଙ୍କ ନିଜ ଦାୟିତ୍ୱରୁ ଓହରି ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ନ ଦେଖି ତାଙ୍କ ନିଜ ସ୍ୱାର୍ଥକୁ ଦେଖି ସେମାନେ ଯୋଉ ଷ୍ଟ୍ରାଇକରେ ବସିଲେ, ଯୋଉ ଧାରଣାରେ ବସିଲେ, ଛୁଟିରେ ସମୂହ ଭାବରେ ଛୁଟିରେ ଗଲେ, ତାହା ଗୋଟେ ନିନ୍ଦନୀୟ ଘଟଣା। ଦ୍ୱିତୀୟ କଥା କହିବି, ଯେଉଁ ଜାଗାରେ ମାଡ଼ ହେଲା, ଏଡିସିନାଲ କମିଶନରଙ୍କ ଉପରେ ମାଡ଼ ହେଲା, ସେଠି ଜଗନ୍ନାଥ ପ୍ରଧାନଙ୍କର କୌଣସି ସିସିଟିଭି ଫୁଟେଜ ଆସିନାହିଁ। ତାଙ୍କୁ କିଛି କୁଚକ୍ରୀ ଗୋଷ୍ଠୀ ଅନ୍ୟ ଦଳର ରାଜନୀତି ଦଳର ନେତା ମାନଙ୍କ ଚାପରେ ବଶବର୍ତ୍ତୀ ହୋଇ ଯୋଉ ଓଏସ୍ ମହାସଂଘର କିଛି ତାଙ୍କର ଯୋଉ ସଭାପତି ସମ୍ପାଦକ ରହିଛନ୍ତି, ସେମାନେ ଯୋଉ ଏଫଆଇଆର ଦେଲେ, ଯୋଉ ଏତଲା ଥାନାରେ ଦେଲେ, ସେଥିରେ ଜଗନ୍ନାଥ ପ୍ରଧାନଙ୍କ ନାଁଟି ନେଲେ। ଜଗନ୍ନାଥ ପ୍ରଧାନ ଫୋନରେ ଏଡିସିନାଲ କମିଶନରଙ୍କ ସହିତ କଥା ହେଇଥିଲେ। ଗୋଟିଏ ବିଏମସି ର ଜଣେ ଷ୍ଟାଫ ମ୍ୟାଟର ନେଇକି ସେଇଠି ତାଙ୍କୁ ସେ ପଚାରିଥିଲେ, ତମେ କିଏ ମତେ ପଚାରିବାକୁ? ଏତିକି ଘଟଣାରେ ଜଣକୁ ମୁଖ୍ୟ ଅପରାଧୀ ବୋଲି ସାଜି ତାଙ୍କୁ ଯଦି ଜେଲକୁ ପଠାଯାଇ ପାରୁଛି ଗିରଫ କରି, ତ ମୁଁ ଆପଣଙ୍କୁ ଗୋଟିଏ ପାଲଟା ପ୍ରଶ୍ନ ସେ ଓଏସ୍ ମହାସଂଘକୁ ପଚାରିବାକୁ ଚାହୁଁଛି, ଯଦି କୌଣସି ଓଏସ୍ ଅଧିକାରୀ ଭିଜିଲାନ୍ସ ଜାଲରେ କିମ୍ବା କୌଣସି ଯଦି ଖରାପ କାମରେ ଲିପ୍ତ ଥାଇ ଧରା ପଡୁଛନ୍ତି ତାହେଲେ ତାଙ୍କ ପାଇଁ କଣ ତାଙ୍କ ସଭାପତି ତାଙ୍କ ସଂଘର ସଭାପତି କିମ୍ବା ସାଧାରଣ ସମ୍ପାଦକ ଜେଲ ଯିବେ କି? ଏଇଟା ମୋର ତାଙ୍କ ଉପରେ ପାଲଟା ପ୍ରଶ୍ନ। ଜଗନ୍ନାଥ ପ୍ରଧାନଙ୍କ ଉପରେ ଯାହା ବି କାର୍ଯ୍ୟାନୁଷ୍ଠାନ ହେଇଛି ତାହା ଅତ୍ୟନ୍ତ ନିନ୍ଦନୀୟ। ସେ ଗିରଫ ହବା କଥା ନୁହଁ। ଆଉ ଗୋଟେ କଥା ଆପଣ ବଢିଆ ଟିକେ ଆଗରୁ କହିଲେ କି ପୁରୀରେ ରଥଯାତ୍ରା ଚାଲିଥିଲା, ତା ଭିତରେ ଯୋଉ ଜଗନ୍ନାଥଙ୍କୁ ଗିରଫ କରାଗଲା। ଏଇଟା କଣ ଯୋଉ ପୁରୀର ରଥଯାତ୍ରା ଚାଲିଥିଲା, ଆପଣ ଜାଣିଥିବେ ଗତ ବର୍ଷରେ ବଳଭଦ୍ରଙ୍କର ନାକ ଭାଙ୍ଗି ଯାଇଥିଲା। ଏ ବର୍ଷ ଦେଖିଥିବେ ଦଳା ଚକଟାରେ ବହୁତ ଲୋକ ମଲେ। ସେଇ କେସ୍ ଟାକୁ ଚପେଇ ଦବା ପାଇଁ ଦବାଇ ଦବା ପାଇଁ ଜଗ ପ୍ରଧାନଙ୍କୁ ବଳି ପକେଇ ଦେଲେନି ତ? ଦେଖନ୍ତୁ 2008 ମସିହାରେ ମଧ୍ୟ ଦଳା ଚକଟାରେ 6 ଜଣ ମୃତ୍ୟୁବରଣ କରିଥିଲେ। ସେତେବେଳେ ସରକାର ଅଲଗା ଥିଲା। 2012ରେ ମଧ୍ୟ 2 ଜଣ ମୃତ୍ୟୁବରଣ କରିଥିଲେ। ନବକଳେବର ସମୟରେ ମଧ୍ୟ 2 ଜଣ ମୃତ୍ୟୁବରଣ କରିଥିଲେ। ଏଥର ମଧ୍ୟ ରଥଯାତ୍ରାରେ କିଛି ଲୋକଙ୍କ ପ୍ରାଣ ଯାଇଛି। ସେ ଘଟଣା ଏ ଘଟଣା ସହିତ ମୁଁ ସମ୍ପୃକ୍ତି ରଖିବିନି। ଯାହା ବି ପୁରୀରେ ରଥଯାତ୍ରା ସମୟରେ ଅଘଟଣ ଘଟିଛି, ସେଥିପାଇଁ ମନ୍ଦିର ପ୍ରଶାସନ ଏବଂ ରଥଯାତ୍ରା ପାଇଁ ଯୋଉ ସମନ୍ୱୟ କମିଟି ତିଆରି କରିଛନ୍ତି, ତାଙ୍କ ଭିତରେ ସମନ୍ୱୟ ଠିକ ହିସାବରେ ରହିପାରିନଥିଲା, ଯଦ୍ୱାରା କି ସେପରି ଅଘଟଣ ଘଟିଥିଲା ଏବଂ ସରକାର ତା ଉପରେ ନିଶ୍ଚିତ ରୂପରେ ଧ୍ୟାନ ଦେବା ଦରକାର ରହିଛି। ପୁରୀରେ ଯୋଉ ରଥଯାତ୍ରା ହଉଛି ତାହା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା, ଆଉ ଏଇ ରଥଯାତ୍ରାରେ ଏପରି ଅଘଟଣ ଶୋଭନୀୟ ନୁହଁ। ଏପରି ଅଘଟଣ ଆଗକୁ ହେବା କଥା ନୁହଁ।